ସେଲ୍ଫି ମାଦକତା ମନସ୍ତାତ୍ତ୍ୱିକ ହେତୁ, ଗୂଢ଼ତର ହେତୁ, ଗୂଢ଼ତମ ହେତୁ। 3000ରୁ କିଛି ଅଧିକ ବର୍ଷ ତଳେ ଗ୍ରୀକ୍ ଭୂଖଣ୍ଡର ରାଜାମାନେ ମିଳିତ ଭାବରେ ଦୂରବର୍ତ୍ତୀ ଟ୍ରୟ ନାମକ ଏକ ସମୃଦ୍ଧ ନଗରୀ ଆକ୍ରମଣ କରିଥିଲେ। 10 ବର୍ଷ କାଳ ଯୁଦ୍ଧ ଅନ୍ତେ ଅବଶେଷରେ ଟ୍ରୟ ବିଧ୍ୱସ୍ତ ହେଲା। ଅନ୍ୟତମ ଗ୍ରୀକ୍ ବୀର ଉଲିସେସ୍ ଜଳପଥରେ ନିଜ ରାଜ୍ୟ ଇଥାକାକୁ ପ୍ରତ୍ୟାବର୍ତ୍ତନ କଲା ଅବସରରେ ନାନାଦି ବିପଦ ଓ ପ୍ରହେଳିକାମୟ ପରିସ୍ଥିତି ସାମ୍ନା କରିଥିଲେ। ସେ ଜାଣିଥିଲେ ଯେ ଗୋଟେ ଛୋଟ ଦ୍ୱୀପ ପାଖ ଦେଇ ତାଙ୍କ ଜାହାଜ ଗଲାବେଳେ ସେ ଦ୍ୱୀପରୁ ଭାସି ଆସିବ ଏକ ପ୍ରକାର ସଙ୍ଗୀତ, ଯାହାର ପ୍ରଭାବ ଭୟଙ୍କର। ଶ୍ରୋତା ସେ ସଙ୍ଗୀତରୁ କୌଣସି ସ୍ନିଗ୍ଧ ସୁନ୍ଦର ଅନୁଭୂତି ଲାଭ କରିବ ନାହିଁ, କିନ୍ତୁ ତାହା ଶୁଣୁ ଶୁଣୁ ସବୁ କଥା ପାସୋରି ଦେବ। ଖାଦ୍ୟପେୟର ଆବଶ୍ୟକତା ଭୁଲିଯିବ। କ୍ରମେ ତା କଳେବର ନିଷ୍ପନ୍ଦ ହୋଇ ଆସିବ ଏବଂ ସେ ମୃତ୍ୟୁବରଣ କରିବ। ସେ ଦ୍ୱୀପ ପାଖେଇ ଆସୁଥିବା ଜାଣି ୟୁଲିସେସ୍ ତାଙ୍କ ସହଯାତ୍ରୀ ଗଣଙ୍କ କାନଟିମାନ ମହମ ଯୋଗେ ବନ୍ଦ କରିଦେଲେ ଓ ନିଜକୁ ମାସ୍ତୁଲ ସହ ବାନ୍ଧି ରଖିଲେ। କିନ୍ତୁ ଯେତେବେଳେ ସେ ଧ୍ୱନି ଆସି ତାଙ୍କ କାନ ସ୍ପର୍ଶ କଲା, ସେ ବନ୍ଧନରୁ ମୁକ୍ତ ହେବା ନିମନ୍ତେ ପ୍ରାଣପଣ ଚେଷ୍ଟା କଲେ। ଭାଗ୍ୟକୁ ସେ ଅସଫଳ ହେଲେ। ସେ ସଙ୍ଗୀତର ମୂର୍ଚ୍ଛନା ଯେତେବେଳେ ବାତାବରଣକୁ ସମ୍ପୂର୍ଣ୍ଣ ଦୂରୀଭୂତ ହେଲା, ସେତେବେଳେ ଯାଇ ସେ ନିଜକୁ ବନ୍ଧନମୁକ୍ତ କରାଇଲେ। ଏ କିମ୍ବଦନ୍ତୀ ତାତ୍ପର୍ଯ୍ୟପୂର୍ଣ୍ଣ। ସ୍ଥୂଳ ହେଉ ବା ସୂକ୍ଷ୍ମ ହେଉ, ଯେକୌଣସି ଚିତ୍ତାକର୍ଷକ ବସ୍ତୁ ଭିତରେ ମୃତ୍ୟୁ ଲୁଚି ରହିଥାଇପାରେ। ଆତ୍ମସଂଯମ ହିଁ ନିରାପତ୍ତା। ଉଲିସେସ୍ ନିଜକୁ ବାନ୍ଧି ରଖିବାର ବ୍ୟବସ୍ଥା କରିବା ଏହି ଶୃଙ୍ଖଳାର ପ୍ରତୀକ ଚିତ୍ର। ଆମୋଦ ପ୍ରମୋଦରେ ସଂଯମ, କଥା ଓ ଲେଖାରେ ସଂଯମ, ଆମ ପାଇଁ ପ୍ରକୃତିର ନାନାଦି ଉପହାରର ବ୍ୟବହାରରେ ସଂଯମ। ଯେଉଁ ସବୁ ସଂଯମ ଉପରେ ସଭ୍ୟତା ତିଷ୍ଠି ରହିଛି, ସେସବୁ ଦିନେ ପରୀ କଥା ଭଳି ଅବାସ୍ତବ ମନେ ହେବ ନାହିଁ ତ? ଏହା ଭାବପ୍ରବଣ ପ୍ରଶ୍ନ ନୁହେଁ, ସମ୍ପୂର୍ଣ୍ଣ ବାସ୍ତବ ପ୍ରଶ୍ନ। ସାଇରନ୍ର ନୂତନ ଅବତାର ସେଲ୍ଫି ମାୟାର ନିପତିତ ମୃତକଙ୍କ ସଂଖ୍ୟାରେ ଭାରତବର୍ଷ ପୃଥିବୀରେ ପ୍ରଥମ ଏବଂ ସେଲ୍ଫିର ଯୂପକାଷ୍ଟରେ ବଳି ପଡ଼ିଥିବା ପ୍ରାୟ ସମସ୍ତେ ତରୁଣ ତରୁଣୀ। ନାର୍ସିସିଜମର ଶିକାର ହେବା ବା ନିଜ ରୂପର ପ୍ରେମରେ ପଡ଼ିବା ଏକ ମାନସିକ ବିକଳତା। ଏ ବିକଳତାର ବହୁ ଦିଗ ଭିତରୁ ସେଲ୍ଫି ନିଶା ବ୍ୟକ୍ତିତ୍ୱ ସଂହତି ପର୍ଯ୍ୟାୟରେ ଯାଏ। ଏ ତତ୍ତ୍ୱର ପ୍ରବକ୍ତା ହିଞ୍ଜକୋ କୋହୁଟଙ୍କ ଭାଷାରେ ଏକ ବିକଳତାର ଲକ୍ଷଣ ନିଜ ସମ୍ପର୍କରେ ଅତିରଞ୍ଜିତ ଧାରଣା। କିନ୍ତୁ ଏ ଲେଖକର ମନ ହୁଏ ସେଲ୍ଫି ନିଶା ଏକ ସ୍ୱତନ୍ତ୍ର ମାନସିକ ବିକଳତା ନୁହେଁ, ସମଗ୍ର ସମାଜ ଏବଂ ସାମୂହିକ ଜୀବନକୁ ଆକ୍ରାନ୍ତ ଓ ଅଭିଶପ୍ତ କରିଥିବା ବିକଳତାର ଅନ୍ୟତମ ଲକ୍ଷଣ ମାତ୍ର। ଏହି ବିକଳତାର ସମୀକ୍ଷା କିଛି ବର୍ଷ ତଳେ ପ୍ରକାଶ ପାଇଥିବା କ୍ରିଷ୍ଟୋଫର ଲାସଙ୍କଙ୍କ କଲଚର ଅଫ୍ ନାର୍ସିସିଜମ୍ ବହିରେ ବିଶଦ ଭାବରେ କରାଯାଇଛି। ଯେଉଁ ସବୁ ଆଦର୍ଶ ବା ଅନୁଷ୍ଠାନ ଉପରେ ଊନବିଂଶ ଶତାବ୍ଦୀର ମଣିଷ ବିଶ୍ୱାସ ରଖୁଥିଲା, ସେସବୁ ଆଜି ଅନ୍ତର୍ହିତ, ଅତଚ ସେସବୁର ବିକଳ୍ପ ନାସ୍ତି। ଫଳରେ ଶୂନ୍ୟସ୍ଥାନ ନେଇଛି ସଂକୀର୍ଣ୍ଣ ଆତ୍ମସ୍ୱାର୍ଥ, ଆତ୍ମପ୍ରେମ। ଏହାର ସୁଯୋଗ ନେଇଛନ୍ତି ସ୍ୱୟଂ ସହାୟତା ବହି ତାଲିକାର ସୌଦାଗରମାନେ। ପ୍ରକୃତରେ ସୁନ୍ଦର ନ ହୋଇ କେମିତି ସୁନ୍ଦର ଦିଶିବା, ସେମାନେ ଶିଖାନ୍ତି ସେହି କୌଶଳ। ଏ ସମସ୍ତ ବିଶ୍ଳେଷଣ ଠିକ୍, କିନ୍ତୁ ସେଲ୍ଫି ନିଶାର ପଟଭୂମିରେ ଗୂଢ଼ତର ହେତୁ ରହିଛି। ତରୁଣ ମାନସରେ ଦୁଃସାହସିକତା ପ୍ରତି ରହିଥାଏ ବିପୁଳ ଆକର୍ଷଣ। ସ୍ୱାଭାବିକ ବାତାବରଣରେ ସେ ଦିଗରେ ଉତ୍ସାହ କୌଣସି ସଙ୍କଟାପନ୍ନ ପରିସ୍ଥିତିରୁ ଲୋକଙ୍କୁ ଉଦ୍ଧାର କରିବାରେ ପର୍ବତାରୋହଣ, ଖେଳ ପ୍ରତିଯୋଗିତା ଇତ୍ୟାଦି ମାଧ୍ୟମରେ ପ୍ରକଟିତ ହେଉଥାଏ। ଆଜି ଖେଳ ପ୍ରତିଯୋଗିତାର ଆଭିମୁଖ୍ୟ ମଧ୍ୟ ବେପାର ଭିତ୍ତିକ। ଏକ ଅସ୍ୱାଭାବିକ ପରିବେଶରେ ତରୁଣର ସହଜାତ ଦୁଃସାହସିକତା ଚଳନ୍ତା ରେଳଗାଡ଼ି ଉପରେ ଚଢ଼ି ଅଥବା ବିକ୍ଷୁବ୍ଧ ସମୁଦ୍ର ଲହରୀ ମଝିରେ ଠିଆ ହୋଇ ସେଲ୍ଫି ସେବାରେ ପରିସମାପ୍ତ ହୁଏ। ଅନେକ ସହର ବଜାରର ରାସ୍ତାକଡ଼, ଛକ, ପାର୍କ, କୋଠାଘର ସବୁଠାରେ ଛାଇ ରହୁଛି ରାଜନୀତିରେ ଥିବା ନଗଣ୍ୟଠୁ ପ୍ରଚଣ୍ଡଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ନେତାଙ୍କର ହରେକ ରକମର ଚିତ୍ର, କଦବା ବିକଟ, କଦବା ହାସ୍ୟକର, କିନ୍ତୁ ଲଜ୍ଜାଜନକ ଆତ୍ମପ୍ରଦର୍ଶନୀ। ତରୁଣ ମଧ୍ୟ ସେଥିରେ ପ୍ରଭାବିତ ହୁଏ। ନିଜକୁ ଜାହିର କରିବା ଦିଗରେ ତାର ଆକାଂକ୍ଷା ନିଏ ସେଲ୍ଫି ମାଦକତାର ରୂପ। କିନ୍ତୁ ଏ ସମସ୍ତ ବାହ୍ୟ ବିରୂପତା ଓ ଅସ୍ୱାଭାବିକତା ଗହନରେ ଛପି ରହିଛି ଯେଉଁ ଗୂଢ଼ତମ ହେତୁ, ତରୁଣମାନେ ସେ ସମ୍ପର୍କରେ ସଚେତନ ହେବାର ସୁଯୋଗ ନାହିଁ। ନିଜର ଅସରନ୍ତି ଛବି ତୋଳି ଭିନ୍ନ ଭିନ୍ନ ପଟ୍ଟଭୂମିରେ ଭିନ୍ନ ଭିନ୍ନ କୋଣ ବିକୋଣରୁ
ନିଜକୁ ଅବଲୋକନ କରିବାର ଉଦ୍ଦାମ ଅଭିଳାଷର ଅନ୍ତରାଳରେ ରହିଛି ନିଜକୁ ଚିହ୍ନିବାର ଜାଣିବାର ଦୁର୍ବାର ଅଭିପ୍ରାୟ। ଏ ବିଷୟରେ ସେମାନଙ୍କୁ ବିଶ୍ୱବିଦ୍ୟାଳୟ ଶିକ୍ଷା ଦିଏ ନାହିଁ। ସେମାନଙ୍କ ମାତାପିତା ସେ ଦିଗରେ ନିଜ ନିଜ ନୈତିକ ଅଧିକାର ମଧ୍ୟ ହରାଇ ବସିଛନ୍ତି। କୌଣସି ପର୍ଯ୍ୟଟନୀ କ୍ଷେତ୍ରରେ ଆମେ ଯଦି ସପ୍ତାହାନ୍ତ ଦିନେ 2 ଦିନ ଲକ୍ଷ୍ୟ କରିବା, ଦେଖିବା ସୁଖର ସନ୍ଧାନରେ ଧାବମାନ ଶତ ଶତ ତରୁଣ ତରୁଣୀ। ସୌଦାଗର ସଭ୍ୟତା ନାନାଦି କିମ୍ଭୂତ କିମ୍ମିକାର ପୋଷାକ ମାନଙ୍କରେ ସେମାନଙ୍କୁ ଆବରିତ କରିଥାଏ। ସମୁଦ୍ର କୂଳରେ ବା କୌଣସି ସୁରମ୍ୟ ସ୍ଥାନରେ ଅବଶ୍ୟ ସେଲ୍ଫି ସେବାରେ ସେମାନେ ବ୍ୟସ୍ତ ରହିବା ଭିତରେ ବେପାରୀମାନେ ତାଙ୍କୁ ନାନାବିଧ ସୁଖ ଲାଭର ସାମଗ୍ରୀ ଧରାଇ ଦିଅନ୍ତି। ସଦ୍ୟ ଉପାର୍ଜନ କ୍ଷମ ଏ ତରୁଣ ତରୁଣୀମାନେ ସୁଖ କିଣିବାରେ ଅକାତରେ ଅର୍ଥ ବ୍ୟୟ କରନ୍ତି, କିନ୍ତୁ ଦିବା ଶେଷରେ ସେମାନଙ୍କ ବଦନରେ ସନ୍ତୋଷର ଆଭାସ ମଧ୍ୟ ନଥାଏ। ଭାରତବର୍ଷ ଆଜି ପୃଥିବୀର ସର୍ବାଧିକ ବିଷାଦମୟ ଦେଶମାନଙ୍କ ମଧ୍ୟରେ ଅନ୍ୟତମ। ସେହି ବିଷାଦଗ୍ରସ୍ତଙ୍କ ସଂଖ୍ୟାରେ ଦିନେ ଏହି ମୋହମୁକ୍ତ ବୃନ୍ଦ ସାମିଲ ହେବେ, କିନ୍ତୁ ସେମାନେ ବୁଦ୍ଧିମାନ। ସଂକଳ୍ପ କଲେ ସେମାନେ ଏବେ ମଧ୍ୟ ମୋହମୁକ୍ତ ହୋଇପାରନ୍ତେ। ନିଜର ପରିବର୍ତ୍ତନଶୀଳ ଚେହେରାରେ ଛବି ତୋଳିବାରେ ନିମଗ୍ନ ନ ରହି ଯଦି ସେମାନେ ଟିକେ ଆତ୍ମନିମଗ୍ନ ହୁଅନ୍ତେ, ତେବେ ଏଭଳି ସେଲ୍ଫି ବ୍ୟାଧି ଭଳି ବହୁ ବିଡ଼ମ୍ବନାରୁ ମୁକ୍ତି ଲାଭ କରନ୍ତେ। ନିଜର ପ୍ରକୃତ ଚେହେରା ବା ସତ୍ତା ନିଜ ଅଭ୍ୟନ୍ତରରେ। ଧନ୍ୟବାଦ।